ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ 14 ସେମି ହେଲେ ଏହାର କ୍ଷେତ୍ରଫଳ ବା ଏରିଆ କେତେ ହେବ? କ୍ଷେତ୍ରଫଳ ବା ଏରିଆର ଫର୍ମୁଲା ହେଉଛି, ଏଠାରେ ବ୍ୟାସାର୍ଦ୍ଧ ଦେଇଛି ତେଣୁ ଏହାର ଫର୍ମୁଲା ହେବ ପାଏ ଆର୍ ର ସ୍କୋୟାର। ଯଦି ବ୍ୟାସ ଦେଇଥାନ୍ତା ତେବେ ପାଏ ଡି ର ସ୍କୋୟାର ବାଇ 4 ହେଇଥାନ୍ତା। ଯେହେତୁ ଆମକୁ ବ୍ୟାସାର୍ଦ୍ଧ ଦେଇଛି ତ ପାଏର ଭ୍ୟାଲୁ ଏଠାରେ 22 ହରଣ 7 ଗୁଣନ ଆର ଭ୍ୟାଲୁ ଏଠାରେ ଦେଇଛି 14, 14 ର ସ୍କୋୟାର ହେବ 22 ହରଣ 7 ଗୁଣନ 14 କୁ ଆମେ ଏଠାରେ 2 ଥର ଲେଖିପାରିବା ସହଜ କରିବା ପାଇଁ। ତ 7 ଏଠାରେ 14 କୁ କାଟିବ 2 ଥର, 22 ରେ 2 ଗୁଣିଲେ 44 ହେବ। 44 କୁ ଯଦି 14 ରେ ଆମେ ଗୁଣିବା ତ 616 ବର୍ଗ ଏକକ ହେବ। ଏରିଆ ବା କ୍ଷେତ୍ରଫଳ ସର୍ବଦା ବର୍ଗ ଏକକରେ ନିର୍ଣ୍ଣୟ କରାଯାଏ।